ସମ୍ବେଦନ ଜଣେଇବାକୁ ଯାଇନଥିଲେ। ଅନେକ ପରି ମମିତା ଇତିଶ୍ରୀ ବେବିନା ବା ହଜାର କେସ୍ ଦିନେ ମୁଖ୍ୟମନ୍ତ୍ରୀ ତାଙ୍କର ଉଚିତ ମନେ କରିନଥିଲେ ଦେଖିବାକୁ ଯିବା ପାଇଁ। ଏ ସରକାରରେ ଆମ ରାଷ୍ଟ୍ରପତି, ଆମର କେନ୍ଦ୍ରମନ୍ତ୍ରୀ, ଆମ ମୁଖ୍ୟମନ୍ତ୍ରୀ, ସମସ୍ତ ଲୋକ ପ୍ରତିନିଧି ଯାହା ଯାହା କରାଯାଇପାରିବ ସବୁ ପ୍ରକାର କାର୍ଯ୍ୟାନୁଷ୍ଠାନ କର୍ତ୍ତବ୍ୟ ନିର୍ବାହ କରିଛନ୍ତି, ଆଗକୁ କରିବେ ମଧ୍ୟ। ଏଥିରେ ବିଜୁ ଜନତା ଦଳ ତା ପରିଚୟ ପାଇଁ ଯୋଉ ଆନ୍ଦୋଳନ କରୁଛି ଆମର ମୁଖ୍ୟ ଅଭିଯୋଗ ହଉଛି ଯେତେବେଳେ 12 ତାରିଖ ଆଗରୁ ଝିଅଟେ ନ୍ୟାୟ ପାଇଁ ଟ୍ୱିଟରରେ ଟ୍ୟାଗ କରୁଥିଲା ସମସ୍ତଙ୍କୁ। ବାଲେଶ୍ୱର ସାଂସଦଙ୍କର ପ୍ରତିକ୍ରିୟା ଗଣମାଧ୍ୟମରେ ଶୁଣିଛନ୍ତି, ବଜେଇଛନ୍ତି। ବାଲେଶ୍ୱର ସାଂସଦ କଣ କଣ କରିଥିଲେ, ଲୋକ ପ୍ରତିନିଧି ମାନେ କଣ କଣ ପଦକ୍ଷେପ ନେଇଥିଲେ, ଇଣ୍ଟରନାଲ କମିଟି କଣ ରିପୋର୍ଟ ଦେଇଥିଲା, ଅଗ୍ରଗତି କେତିକି ବାଟ ଯାଇଥିଲା। ଅପ୍ରତ୍ୟାଶିତ ଦୁର୍ଭାଗ୍ୟଜନକ ଦୁର୍ଘଟଣା ଘଟିଗଲା, ଯୋଉଟାକୁ ଆମେ ଯେତେ ନିନ୍ଦା କଲେ ବା ଯେତେ ସମ୍ବେଦନା ଜଣେଇଲେ ବି ପରିବାର ପାଇଁ ଯଥେଷ୍ଟ ନୁହେଁ। ତାକୁ ନେଇକି ଯୋଉମାନେ ରାଜନୀତି କରୁଛନ୍ତି ସେମାନେ ତାଙ୍କ ଇତିହାସରେ କେବେ ଏଭଳି କାର୍ଯ୍ୟ କେବେ ବି କରିନାହାନ୍ତି। ଆଉ ତାଙ୍କ ନେତା ମାନେ ପ୍ରତ୍ୟକ୍ଷ ସମ୍ପୃକ୍ତ ହେଇକିରି ଅଘଟଣ ଘଟଉଥିଲେ, ଦୁଷ୍କର୍ମ ଘଟଉଥିଲେ, ଆଉ ତାଙ୍କ ମୁଖିଆ ତାଙ୍କୁ ପ୍ରୋଟେକ୍ସନ ଦଉଥିଲେ, ଯୋଉଟା ବିଜେପି ସରକାର କରୁନାହିଁ। ଆସୁସ୍ଥ ରୁହନ୍ତୁ। ଏକ ପ୍ରକାର ନ୍ୟାୟ ପାଇଁ ଦାବି କରୁଛି ଯେ ଯେତିକି ସବୁ ଶାସନରେ ଅଛନ୍ତି, ଯେତିକି ସବୁ ସମ୍ପୃକ୍ତ ଥିଲେ ତାଙ୍କର ଇସ୍ତଫା, ସେଇଟା କେତେ ଦୂର ନିଶ୍ଚିତ ହବ। ଯିଏ ସମ୍ପୃକ୍ତ ଥିଲେ, ଯିଏ ପ୍ରୋତ୍ସାହନ ଦେଇଛନ୍ତି, ଯୋଉ ଛାତ୍ର କଂଗ୍ରେସ ନେତା ମାନେ ସେ ଅଧ୍ୟାପକ ପାଇଁ ଦରଖାସ୍ତ ଲେଖି ଦେଇଥିଲେ, ଯିଏ ଝିଅକୁ ବାଧ୍ୟ କରୁଥିଲେ ତୁ ଆତ୍ମହତ୍ୟା କରିଦେ, ଏ ସବୁ ଆସିବେ। ଯିଏ ସମ୍ପୃକ୍ତ ଅଛନ୍ତି, ଆଉ ସେ କାହାର ରିଲେଟିଭ, ସେ ଯୋଉ ଅଧ୍ୟାପକ କୋଉ ବିଜେଡି ନେତାଙ୍କର ସମ୍ପର୍କୀୟ, ଏ କଥା କି ଖୁବ ନିକଟରେ ଆସିବ ସବୁ ଜଣାପଡିବ।